ଆଜିର ପ୍ରଶ୍ନ ରହିଛି ଦ୍ୱିତୀୟ ସଂସ୍ଥାନ କାହାକୁ କୁହାଯାଏ। ଠିକ୍ ଅଛି, ଦ୍ୱିତୀୟ ସଂସ୍ଥାନ କାହାକୁ କୁହାଯାଏ। ଦେଖ, ଦ୍ୱିତୀୟ ସଂସ୍ଥାନ କରିବାକୁ ହେଲେ ତାର ପ୍ରଥମ ଡାଇଗ୍ରାମଟାକୁ ବୁଝିବାକୁ ପଡ଼ିବ। এই ଡାଇଗ୍ରାମଟା କରିଦେଲେ ଦ୍ୱିତୀୟ ସଂସ୍ଥାନ ଆରାମସେ କରିହେବ। ଠିକ୍ ଅଛି, ଦେଖ ଏଇଟା କ'ଣ ସଂସ୍ଥାନ, ଏଇଟା କ'ଣ ସଂସ୍ଥାନ। ଦେଖ, ଯେଉଁ ସଂସ୍ଥାନରେ ମଧ୍ୟମ ପଦ ବା ହେତୁପଦ, ମଧ୍ୟମ ପଦ ବି କୁହାଯାଏ, ହେତୁପଦ ବି କୁହାଯାଏ। ମଧ୍ୟମ ପଦ ଉଭୟ ହେତୁ ବାକ୍ୟରେ, ଏଇଟା ସାଧ୍ୟାବୟବ ପକ୍ଷାବୟବ। ଠିକ୍ ଅଛି, ସାଧ୍ୟାବୟବ ଏଇଟା, ପକ୍ଷାବୟବ ଏଇଟା, ଉଭୟ ହେତୁ ବାକ୍ୟରେ ବିଧେୟ ରୂପରେ ଅବସ୍ଥିତ ଅଛି। ଏଇଟା ହେଉଛି ଉଦ୍ଦେଶ୍ୟ, ଏଇଟା ହେଉଛି ବିଧେୟ। ବିଧେୟ ରୂପରେ ଅବସ୍ଥିତ ଅଛି ବା ବିଧେୟ ରୂପ ବ୍ୟବହୃତ ହୋଇଥାଏ, ତାହାକୁ ଦ୍ୱିତୀୟ ସଂସ୍ଥାନ କୁହାଯାଏ। ଠିକ୍ ଅଛି, ଦେଖ ଉଦାହରଣ ସ୍ୱରୂପ ସମସ୍ତ ପକ୍ଷୀ ଦ୍ୱିପଦ, କୌଣସି ପଶୁ ଦ୍ୱିପଦ ନୁହେଁ। ଦେଖ ଦ୍ୱିପଦ ଏଇଟା କ'ଣ ମଧ୍ୟମ ପଦ, ଦେଖ ଏଇଟା ସାଧ୍ୟାବୟବ, ଏଇଟା ହେଉଛି ପକ୍ଷାବୟବ। ଠିକ୍ ଅଛି, ଦେଖ ସମସ୍ତ ପକ୍ଷୀ ଦ୍ୱିପଦ, କୌଣସି ପଶୁ ଦ୍ୱିପଦ ନୁହେଁ। ତାହେଲେ ଦ୍ୱିପଦଟା କ'ଣ ମଧ୍ୟମ ପଦ ବା ହେତୁପଦ। ଠିକ୍ ଅଛି, ତାହେଲେ ସିଦ୍ଧାନ୍ତ କ'ଣ ହେବ, କୌଣସି ପଶୁ ପକ୍ଷୀ ନୁହେଁ। ଦ୍ୱିପଦଟା କଟିଯିବ, ମଧ୍ୟମ ପଦ କଟିଯିବ, କୌଣସି ପଶୁ ପକ୍ଷୀ ନୁହେଁ। ଠିକ୍ ଅଛି, ଏଇଠି ସେମିତି ହେଇଛି ଅପ, ସିଦ୍ଧାନ୍ତ ହେଉଛି ଅପ, ଅ ଆଉ ପ। ଠିକ୍ ଅଛି, ମଧ୍ୟମ ପଦ କଟିଗଲା। ଦ୍ୱିତୀୟ ସଂସ୍ଥାନ କରିବାକୁ ହେଲେ ପ୍ରଥମେ ତାର ଡାଇଗ୍ରାମଟାକୁ ଭଲସେ ଡାଇଗ୍ରାମଟାକୁ ମନେ ରଖ, ତେବେ ଯାଇ ଦ୍ୱିତୀୟ ସଂସ୍ଥାନ କରିହେବ ଆରାମସେ। ଠିକ୍ ଅଛି, ସଂସ୍ଥାନ ପ୍ରଥମ ସଂସ୍ଥାନ, ଦ୍ୱିତୀୟ ସଂସ୍ଥାନ, ତୃତୀୟ ସଂସ୍ଥାନ, ଚତୁର୍ଥ ସଂସ୍ଥାନ, ଚାରୋଟି ସଂସ୍ଥାନ ଅଛି। ଏହି ଚାରୋଟି ସଂସ୍ଥାନକୁ ତା ଡାଇଗ୍ରାମଟାକୁ, ଏଇ ଯେଉଁ ଡାଇଗ୍ରାମଟା ଅଛି ଏଇ ଡାଇଗ୍ରାମଟାକୁ ମନେ ରଖିବାକୁ ପଡ଼ିବ। ଏଇ ଡାଇଗ୍ରାମଟା ମନେ ରଖିଦେଲେ ଆରାମସେ ହେଇଯିବ। ଠିକ୍ ଅଛି, ପ୍ରଥମ ସଂସ୍ଥାନ ବି ହେଇଯିବ, ଦ୍ୱିତୀୟ ବି ହେଇଯିବ, ତୃତୀୟ ବି ହେଇଯିବ, ଚତୁର୍ଥ ବି ହେଇଯିବ। ଠିକ୍ ଅଛି।